ରେକର୍ଡିଂ ଅନ୍। ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାକୁ ପ୍ରଣାମ କରି ଆଜି ଆମେ ଆମର ସେସନକୁ ଆଗକୁ ବଢେଇବା। ସେସନ କ୍ରମରେ ଆମେ ଆଜି ପଢିବା ଥାର୍ଡ ହାଉସ। ଥାର୍ଡ ହାଉସ ଆମେ ପଢିଥିଲେ। ରାଜା ସେୟାରିଂ ର ଅପସନ ଟା ଟିକେ ଦେଇଦେବ। ତ ଥାର୍ଡ ହାଉସ ବିଷୟରେ ଆମେ ଆଜି ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ନବା। ଜାଣିବା ଯେ ଥାର୍ଡ ହାଉସ ର ରିସର୍ଚ୍ଚ ର ଟପିକ ରେ କଣ କଣ ସବୁ ରହିଛି, କଣ କଣ ସବୁ ଆମକୁ ଜାଣିବାକୁ ମିଳେ ଥାର୍ଡ ହାଉସ ରୁ। ସ୍କ୍ରିନ୍ ଆସିଛି ତ यस यस। ମଳୟ? हाँ भाई आसुଛି ସ୍କ୍ରିନ୍ ଆସୁଛି। ଯେଟା ଯଦି କାଳ ପୁରୁଷ କୁଣ୍ଡଳୀ ହେଲା, ଏଇଟା ହେଲା 1, ଏଇଟା ହେଲା 2, ଏଇଟା ହେଲା 3, 4, 5, 6, 7, 8, 9, 10, 11, 12। ଆମେ ଆଜି ଏଇ ଥାର୍ଡ ହାଉସ ବିଷୟରେ ପଢିବା। ସଂସାରରେ ଯେତିକି ଲୋକ ଥାଆନ୍ତି, ଯୋଉ ବି ଲୋକ ଥାଆନ୍ତି, ଯେମିତିଆ ଲୋକ ବି ଥାଆନ୍ତି, ସେମାନଙ୍କ ପାଇଁ ଥାର୍ଡ ହାଉସ ର ମହତ୍ବ କଣ? ଥାର୍ଡ ହାଉସ କୁ ପରାକ୍ରମର ହାଉସ କୁହାଯାଏ, ମାନେ କରେଜ ର ହାଉସ କୁହାଯାଏ। କରେଜ ମାନେ କଣ? ପରାକ୍ରମ ମାନେ କରେଜ ମାନେ ହଉଛି ସେଇଆ ଯାହା ଦ୍ଵାରା ମଣିଷ ଯାହାକୁ ଇମ୍ପ୍ଲିମେଣ୍ଟ କରିକି ତା ଦେହରୁ କିଛି ଜିନିଷ ପାଇପାରେ। କଣ ପାଇପାରେ? ଧର ତମକୁ କୌଣସି ଗୋଟେ ଟାସ୍କ ଦିଆଗଲା, ତ ଟାସ୍କ କୁ ତୁମେ ନିଜର ପରିଶ୍ରମ, ନିଜର ପରାକ୍ରମ ଦ୍ଵାରା ନିଷ୍ଠାର ସହିତ କଲ। ସେଥିରେ ଫେଲ ହେଲ ବା ପାସ୍ ହେଲ, ସେଟା ସେପାରେଟ ଇସ୍ୟୁ, ବଟ ତମେ କଲ। ତମର ଯୋଉ ଜିନିଷଟା ସେଥିରେ ଲାଗିଲା ସେଟା ହେଲା ତୁମର ପରାକ୍ରମ। ଆଉ ଆକୁ ଆମେ ପରିଶ୍ରମ ବୋଲି ମଧ୍ୟ କହୁ। ତ କଣ କଣ ରହିଲା ନା ପରାକ୍ରମ, ଯାହାକୁ ଇଂଲିଶରେ କହନ୍ତି କରେଜ। ତାପରେ ରହିଲା ପରିଶ୍ରମ। ଠିକ ଅଛି। ଏଥିରୁ ଆମେ ଛୋଟ ଭାଇ ଓ ଭଉଣୀ ମାନଙ୍କୁ ଦେଖୁ। ଛୋଟ ଭାଇ ଭଉଣୀ, ଛୋଟ କାଟିଆ ଯାତ୍ରା, ସ୍ମଲ୍ ଡିଷ୍ଟାନ୍ସ ଟ୍ରାଭେଲ, ଆମ ହ୍ୟାଣ୍ଡ, ହାତ, କାନ୍ଧ ବି ଦେଖୁ। ଏଥିରୁ ଆମେ ମଣିଷର କାନ୍ଧ ବି ଦେଖାଯାଏ। ଆଜ୍ଞା, 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 ଆଜ୍ଞା। ତ ତ ଏଇଟା ଆମେ ଦେଖୁ କାନ୍ଧ, ଛୋଟକାଟିଆ ଯାତ୍ରା, ସ୍ମଲ୍ ଟାଇମ୍ ଫ୍ରେଣ୍ଡ। ସ୍ମଲ୍ ଟାଇମ୍ ଫ୍ରେଣ୍ଡ, କମ ସମୟ ପାଇଁ ବନିଥିବା ସାଙ୍ଗ। ଯେମିତି ଏ ରାସ୍ତାରେ ଗଲ, ଟ୍ରେନରେ ଗଲ, କାହା ସହିତ କଥା ହେଇଗଲ, ସେଇଟା ହେଲା ସ୍ମଲ୍ ଟାଇମ୍ ଫ୍ରେଣ୍ଡ। ସେଇ, ଠିକ ଅଛି ନା? ତାହେଲେ ଆଉ କଣ ଦେଖୁ ନା ସଂସ୍କାର ଦେଖୁ, ମେଣ୍ଟାଲ ଆବିଲିଟି ଦେଖୁ, ଯୁଦ୍ଧ ଦେଖୁ, କାନ ଦେଖୁ, ରୋଡ ଦେଖୁ, ଆଉ ଘରଠୁ ଦୂରର ସ୍ଥାନ ଦେଖୁ, ଆଉ ସାତ୍विକ କ୍ଲିନ ଫୁଡ ଦେଖୁ, ପାୱାର ଦେଖୁ, ଠିକ ଅଛି, ଇନହେରିटेନ୍ସ ଦେଖୁ, ସର୍ଭେଣ୍ଟସ ଦେଖୁ, ପ୍ରଫିଟ୍ସ ଦେଖୁ, ଷ୍ଟ୍ରେଂଥ ଦେଖୁ। ଏଇ ସବୁ ଜିନିଷ ଆମେ ଦେଖୁ। ଏଇ ସବୁ ଜିନିଷ ଆମେ ଥାର୍ଡ ହାଉସ ରୁ କଣ ପାଇଁ ଦେଖୁ? କାରଣ ଥାର୍ଡ ହାଉସ କୁ ଆମେ ପରାକ୍ରମର ହାଉସ ବୋଲି କହୁ। ଆପଣ ମାନଙ୍କୁ ଗୋଟେ ସିମ୍ପଲ ଜିନିଷ କହି ରଖେ, ଆପଣ ମାନେ ଏଥିରୁ ମୁଣ୍ଡରେ ପୁରେଇ ଦେବେ। ଆମେ ଗ୍ରହ ମାନଙ୍କୁ ଦିଟା କ୍ୟାଟେଗୋରୀ ଡିଭାଇଡ କରିଛେ। ପ୍ରଥମ କ୍ୟାଟେଗୋରୀ ହେଲେ ଶୁଭ ଗ୍ରହ, ନୈସର୍ଗିକ ଶୁଭ ଗ୍ରହ, ଯୋଉମାନେ କି ଶୁଭ, ତାଙ୍କ ଭିତରେ କୌଣସି ଅଶୁଭତ୍ୱ ନଥାଏ। ଯେମିତିକି ହେଲେ ବୃହସ୍ପତି, ଶୁକ୍ର, ଶନି, ବୃହସ୍ପତି, ଶୁକ୍ର, ପାପ ମୁକ୍ତ ଚନ୍ଦ୍ର ଏବଂ ଆ ବୁଧ, ପାପ ମୁକ୍ତ ବୁଧ। ତ ଏଇ ମାନେ ଯଦି ଥାର୍ଡ ହାଉସ ରେ ବସୁଛନ୍ତି, ତାହେଲେ
ଏତେ ଭଲ ନୁହଁ, ବା ଥାର୍ଡ ହାଉସକୁ ଦେଖୁଛନ୍ତି ଏମାନେ ଏତେ ଭଲ ନୁହଁ। କୋଉ ଦୃଷ୍ଟିରୁ ଭଲ ନୁହଁ ନା ପରାକ୍ରମ ଦୃଷ୍ଟିରୁ ଭଲ ନୁହଁ। ଯୁଦ୍ଧକୁ ଗଲା ବେଳେ ସେଠି ବାକଚିତ୍ରି ଚାଲିବ। ଯୁଦ୍ଧ ଗଲା ବେଳେ ଯୁଦ୍ଧ ହିଁ ଚାଲିବ। ଜୁପିଟର ଯଦି ଯୁଦ୍ଧ ସ୍ଥାନରେ ବସିବ, ସିଏ କହିବ କାଇଁ ଭାଇ ତମେ ମତେ ବାଡେଇ ଦେଇ ପଳା ପଛେ ମୁଁ ତମକୁ କିଛି କହିବି। ସେଇ ଜାଗାରେ ଯଦି ମଙ୍ଗଳ ଦେବ ବସିଥିବେ, ସେ କଣ କହିବ ତମେ ମତେ ବାଡେଇ ଦେଇ ପଳା ମୁଁ ତମକୁ ଛାଡିଦେବି। ସେ ଛାଡିବେନି, ସେ କହିବେ ନା ମୁଁ ଓଲଟା ବାର ହିଁ କରିବି, କାଉଣ୍ଟର ଆଟାକ ମୁଁ କରିବା କଥା କରିବି। ଯଦି ଥାର୍ଡ ହାଉସରେ ଜୁପିଟର ବସୁଛନ୍ତି, ସେ ପିଲା ଚିଡିବ କାହିଁକି ନା ଯଦି ଧର୍ମ ବିରୋଧୀ କାମ ହବ। ଯଦି ଭଗବାନ କୃଷ୍ଣଙ୍କ କୁଣ୍ଡଲି ଦେଖିବ, ତାଙ୍କର 9th ହାଉସରେ ଜୁପିଟର ଅଛି, ମୋଷ୍ଟ ପ୍ରୋବାବଲି ଯାହା ମୋର ମନେ ପଡୁଛି, ଯାହା ଆଭେଲେବୁଲ ଅଛି ନେଟରେ ଆଭେଲେବିଲିଟି ଅନୁସାରେ, ଯେତେବେଳେ ଧର୍ମର କିଛି ଅସୁବିଧା ହେଲା ସେତେବେଳେ ତାଙ୍କର ପରାକ୍ରମ ଦେଖିବା ଲାୟକ ଥିଲା। ସେ ତାଙ୍କର ପ୍ରତିଜ୍ଞଙ୍କୁ ବି ଭାଙ୍ଗି ଦେଇଥିଲେ ଧର୍ମର ରକ୍ଷା କରିବା ପାଇଁ, ଯେତେବେଳେ ଭୀଷ୍ମ ପିତାମହ କିଛି ଏପଟ ସେପଟ କରିବା ପାଇଁ ବାହାରିଥିଲେ ସେତିକିବେଳେ। ଥାର୍ଡ ହାଉସରେ ଯଦି ଶନିଶ୍ଚର ମହାରାଜ ରହିବେ, ହଁ, ତାହେଲେ ଆଉ ଗୋଟେ ଦୃଷ୍ଟିରୁ ଭଲ କଣ ନା ଜୁପିଟର ମହାରାଜ ବେଶୀ ପରିଶ୍ରମ କରିବେନି, ତମକୁ ସ୍ଲୋ ମୋସନରେ ମିଳିଯିବ ତମକୁ ଜିନିଷ ଗୁଡା, ତମେ ପରାକ୍ରମ କରୁ କରୁ ତମକୁ ଜିନିଷ ଗୁଡା ଇଜିଲି ମିଳିବ। ବଟ୍ ସେଇ ଜାଗାରେ ଯଦି ଶନିଶ୍ଚର ମହାରାଜ ବସିବେ, ତମକୁ ଏତେ ଖଟେଇବେ ଏତେ ଖଟେଇବେ ଏତେ ଖଟେଇବେ ତ କହିବା ବାହାର। ଆଉ ରେଜଲ୍ଟ ମିଳିଲା ବେଳକୁ ତମେ ହ୍ୟୁମିଲିଏଟ ହେଇକି ରେଜଲ୍ଟ ପାଇବ। ଠିକ ଅଛି। ସେଇ ଜାଗାରେ ଯଦି ଶୁକ୍ର ମହାରାଜ ବସିବେ, ସିଏ ବନିଯିବ ମାଷ୍ଟର ଅଫ ଡିପ୍ଲୋମାସି, ଯେହେତୁ ସେଟା କମ୍ୟୁନିକେସନ ର ଘର, ସିଏ ବନିଯିବ ମାଷ୍ଟର ଅଫ ଡିପ୍ଲୋମାସି। ସେଇ ଜାଗାରେ ଯଦି ବୁଦ୍ଧ ମହାରାଜ ବସିବେ, ବାଇ ଡିଫଲ୍ଟ ସେ ହଉଛନ୍ତି ବାଣୀ ବାକ୍ ଚାତୁର୍ଯ୍ୟ କମ୍ୟୁନିକେସନ ର ହେଡ। ଆଉ ସେ ଜାଗାରେ ଯଦି ବୁଦ୍ଧ ମହାରାଜ ବସନ୍ତି, ଇଟ ଇଜ ଏ ଗ୍ରେଟେଷ୍ଟ କମ୍ବିନେସନ ଏନିୱାନ କ୍ୟାନ ହାଭ୍। ଯଦି କେବଳ ବୁଦ୍ଧ ବସନ୍ତି, ରାହୁ ବସି ନଥାନ୍ତି ତ। ସେଇ ଜାଗାରେ ଯଦି ସୂର୍ଯ୍ୟ ମହାରାଜ ବସିଲେ ବହୁତ ବଢିଆ, ସେ ପୁରା କମାଣ୍ଡ କରିବ ଲୋକମାନଙ୍କ ଉପରେ। ସେଇ ଜାଗାରେ ଯଦି ମଙ୍ଗଳ ବସିଲେ ତ ଲଢେଇ ଝଗଡା ପାଇଁ ସବୁବେଳେ ରେଡି। ସେ ଜାଗାରେ ଯଦି ଚନ୍ଦ୍ର ବସିଲେ, ସେ ଲୋକ ବହୁତ ହି ଟ୍ରାଭେଲ କରିବ। ସେ ଜାଗାରେ ଯଦି ଆଉ କିଏ ରହିଲେ, ଜୁପିଟର ସରିଲା, ସନ୍ ସରିଲା, ମାର୍ସ ସରିଲା, ମର୍କ୍ୟୁରୀ ସରିଲା, ରାହୁ ଆଉ କେତୁ ମହାରାଜ ବସିଲେ, ଭାଇ ଥାର୍ଡ ହାଉସ ରାହୁ ପାଇଁ ବେଷ୍ଟ। ଯୋଉଠି ଦରକାର ପଡିବ ସେ ରାହୁ ଥାର୍ଡ ହାଉସ ରେ ଯୋଉ ମାୟା ରଚିବା କଥା ରଚିଦବ, ଯୋଉ ମାୟାକୁ ଭାଙ୍ଗିବା କଥା ଭାଙ୍ଗିଦବ। ଥାର୍ଡ ହାଉସ କେତୁଟା ଏତେ ଭଲ ନୁହଁ, କାରଣ ସେ ଥାର୍ଡ ହାଉସ କେତୁ ବାଲାଙ୍କୁ ମୁଁ ଆଜି ଯାଏଁ କେବେ ଦେଖିନି କୌଣସି ଜିନିଷଟାକୁ ସେମାନେ ସର୍ଟ ଆଉଟ କରିପାରନ୍ତି, ମୁଁ କରିବି ତ ମୋ ପରାକ୍ରମ ଲଗେଇବି କୋଉଠି। ବଟ୍ ମୁଁ ଏତିକି ଜାଣିଛି ଯଦି ଥାର୍ଡ ହାଉସ କେତୁ ବାଲା କିଏ ଟ୍ରାଭେଲ କରୁଥିବ, ଆଉ ତାକୁ ଜଣା ନଥିବ ମୁଁ କାହିଁ ଟ୍ରାଭେଲ କରୁଛି, ବା ତା ପ୍ରଫେସନରେ ଟ୍ରାଭେଲିଂ ଥିବ, ତାହେଲେ ତାକୁ ବହୁତ ପଇସା ତାର ଇନକମ ହୁଏ, ସ୍ପଣ୍ଟାନିୟସ ତାକୁ ଦେଇଦିଅ। ତ ଇଏ ଥିଲା ଆମର ଗୋଟେ ଥାର୍ଡ ହାଉସ ବିଷୟରେ ଗୋଟେ ବ୍ରିଫ ଡେସ୍କ୍ରିପସନ, କି ଥାର୍ଡ ହାଉସରେ ଆମେ କୋଉ କୋଉ ଜିନିଷ ଗୁଡାକ ଚେକ୍ କରୁ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ରାଜ ରେକର୍ଡିଂ ଅଫ୍ କର।